ତେଣୁ ଆଜି ବେଳ ଥାଉ ସୁଯୋଗ ଥାଉ ସମୀକ୍ଷା କରିଦେବେ ଆପଣ କେତେ ବାଇବଲ ପଢୁଛନ୍ତି, କେତେ ଶିକ୍ଷା ଦଉଛନ୍ତି, କେତେ ଦାନ ଦଉଛନ୍ତି, ପ୍ରଭୁରେ କେତେ ଅଛନ୍ତି, ଜଗତରେ କେମିତି ଅଛନ୍ତି, ଜଗତରେ ଆପଣ ମାତି ରହିଛନ୍ତି, ଜଗତ ଆପଣଙ୍କୁ ଭଲ ଲାଗୁଛି, ଜଗତର ଚାକଚକ୍ୟ ଆପଣଙ୍କୁ ଆକର୍ଷଣ କରୁଛି କି? ଏଇଟା ଆପଣ ମନେ ରଖନ୍ତୁ। ଯଦି ଆପଣ ସେଇ ମାୟାରେ ପଡି ଯାଇଛନ୍ତି, ମନେ ରଖିଥାନ୍ତୁ ଆପଣଙ୍କୁ ବିନଷ୍ଟ ଭାବରେ କେହି ରକ୍ଷା କରିପାରିବେ। ପ୍ରଭୁ କହୁଛନ୍ତି ଆମେ ତାକୁ ମନ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ସୁଯୋଗ ଦଉଛୁ। এই ବେଶ୍ୟାବୃତ୍ତିରୁ ମାନେ ଏଇ ଜଗତର ପାପରୁ ଏ ମୋହମାୟାରୁ ବାହାରି ଆସିବା ପାଇଁ ପ୍ରଭୁ ଆପଣଙ୍କୁ ସୁଯୋଗ ଦଉଛନ୍ତି। ଜଣେ ପରେ ଜଣେ ଦାସକୁ ପଠାଉଛନ୍ତି, ଜଣକ ପରେ ଜଣକ ପଠାଇ ଆପଣ କଥା ହଉଛନ୍ତି। କଣ ପାଇଁ? ଆପଣ ପରିବର୍ତ୍ତନ ହେବେ, ଆପଣ ବଦଳିବେ। ତେଣୁ ପ୍ରଭୁ ସୁଯୋଗ ଦଉଛନ୍ତି। ଜଗତର ମିତ୍ରତା ଈଶ୍ୱରଙ୍କ ସହିତ ଶତ୍ରୁ। ଆଜି ପ୍ରାର୍ଥନା କରିବା, ପ୍ରଭୁ କହିବା, ପ୍ରଭୁ ମତେ ଦୟାକରି କ୍ଷମା କର।